ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ମଥୁରାଠାରେ ଚଢ଼ାଉ କରି 75 କେଜି ଗଞ୍ଜେଇ ସହ କାର ଓ ବାଇକକୁ ଜବତ କରିଥିବା ବେଳେ ଏଥିରେ ସମ୍ପୃକ୍ତ 5 ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। କନ୍ଧମାଳ ଜିଲ୍ଲାରୁ ଭୁବନେଶ୍ୱର ଅଭିମୁଖେ ଏକ କାର ଯୋଗେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ପାଇ ଆଜି ପୂର୍ବାହ୍ନରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଡିଏସପି ଶ୍ରୁତିକାନ୍ତ ରାଉତଙ୍କ ନେତୃତ୍ୱରେ ଇନ୍ସପେକ୍ଟର ନାରାୟଣ ଜେନା ଅବକାରୀ କର୍ମଚାରୀମାନେ ଖଲିକୋଟ ଥାନା ଅନ୍ତର୍ଗତ ମଥୁରା ଗ୍ରାମ ନିକଟରେ ଚଢ଼ାଉ କରିଥିଲେ। ଆଗରେ ଏକ ବାଇକ୍ ଯୋଗେ ଯାଉଥିବା ବେଳେ ପଛରେ ଏକ କାରରେ ଗଞ୍ଜେଇ ଚୋରାଚାଲାଣ ହେଉଥିବାର କାରରେ 2ଟି ବସ୍ତାରେ ଥିବା 75 କେଜି ଗଞ୍ଜେଇ ସହିତ କାର ଓ ବାଇକକୁ ଜବତ କରିଥିଲେ। ଏହି ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗରେ 5 ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ। ଗିରଫ 5 ଜଣ ଅଭିଯୁକ୍ତ ହେଲେ ବାଲିଗୁଡ଼ା ଥାନା ଅଞ୍ଚଳର ବାର୍ଥାମାର୍ଲି ଦିଗାଲ, ଅଭନ୍ୟ ଦିଗାଲ, ସୁଜିତ ଦିଗାଲ, ବାଲିଗୁଡ଼ା ଥାନା ଅଞ୍ଚଳର କୃପାସିନ୍ଧୁ ପ୍ରଧାନ ଓ ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ପଙ୍କଜ ପ୍ରଧାନ ବୋଲି ଜଣାପଡ଼ିଛି। ତେବେ ଗିରଫ 5 ଜଣଙ୍କୁ ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିବା ଦେଖିବାକୁ ମିଳିଛି। ବ୍ୟୁରୋ ରିପୋର୍ଟ, ସନ୍ଧାନ ଓଡ଼ିଶା ଲାଇଭ୍।